ଯିବୁ କି ନାହିଁ କଣ କରିବି ଯିବନି ଚିରେ ଛତିଆ ମୁଁ ଛତିଆ ଏ ଛତିଆ ତୋର ଗୁଆ ନାହିଁ ପାନ ନାହିଁ ତୋର ଖାଲି ବଟୁଆ लालू बाया को कही दो सारा मुक्त आशा दौ रे पो तो समान आंबलिया गुटा को छाड़ देबी रे पो चिन्ह छु मते जीवु कि लीला खेली तो ही लाल राखो तो ही लाल राखो कहो अधरा नहीं नहीं तमें कौन माई पिला बंद किए भैया कौड़े गल रे भैया कौड़े तांगे किन नाटक होती पिला कि नाटक होते देखिया देखिया आ यार अरे आइला भैया आइला सब देखियो दाओ
କେମିତି ନାଟକ କଲା ଦେଖିଲ ନା ଏବେ ରଚନା କରୁଛି ଏମିତି ଏ ବାବୁ ଏଇଟା ନିରାପତ୍ତିର ଏକ୍ସପ୍ରେସ ମାଟୁଡାର ପୁଅ ନିରାପତ୍ତିର ଏକ୍ସପ୍ରେସ ମାଟୁଡା ଏଇଟା କଠିନ ବାରିବ ଗେ ଦୟବରେ गला मरी गला भाईला था था किसे हेलो
କଣ ହେଲା ଭାଇ ଆଦର ତମର ବଂଶରେ କିଏ ଅଛି ଡାକେ ମତେ ମାରିବାକୁ ହରେ ଏରା ତୁ ଏମିତି ଅର୍ଜୁନ ବୋଲି ମୁଁ ଜାଣିନଥିଲି ତୁ ଏମିତିକାର ଅର୍ଜୁନ ଲାଗିରେ ସବୁ ଜାତିରେ ପଇସା ନେଇଗଲା କିରେ କିଏ ରେ ପୁଅ ହରେ ତୋ ଭଳିଆ ମୁଁ ଭିକାରୀ ନାହିଁ ରେ ପୁଅ ତରଳିଆ ଅର୍ଜୁନ ଏମିତି ମାତ୍ର ମୋ ଜୀବନରେ ଦେଖିନି କଣ ହେଲା ହରେ ତୁ ଏମିତି ଗାଣ୍ଡି ମରା ଲାଗିରେ ଏ? ମୁଁ ଗାଣ୍ଡି ମୋର ଅର୍ଜୁନ ଖାଲି ଗାଣ୍ଡି ଗାଣ୍ଡି ମାରୁଛ ଗାଣ୍ଡି ମରା ନା ଦେଖିବ ନା ରେ ତୁ ଦୂତ ଆରେ ଠକ ଆଜ୍ଞା ସମ ବୈଶ୍ୟର ଜନ୍ମ ହେଲେ ଆମେ ପଞ୍ଚଭ୍ରାତ ଆମ୍ଭେ ପାଞ୍ଚ ଭ୍ରାତ କିଞ୍ଚିତ ଭୀମନରେ ନ ଚାହୁ ଜଗତ ନ ଚାହଁ ଜଗତ ଧର୍ମକୁ ଲମ୍ବ ଆମେ ସତ୍ୟକୁ ଲମ୍ବ ଧର୍ମାତ ନ ଲଙ୍ଘାନେ ସତ୍ୟକୁ ଲମ୍ଭ ପାଷାଣ ରେଖା ପ୍ରାୟ ବଚନ ଯୋଗ ଆଜ୍ଞା ଦୂତ ଆଜ୍ଞା ମୁଁ ଯୁଧିଷ୍ଠିର ଦ୍ରୌପଦୀର ଶୃଙ୍ଗାର ଦେଖି ଯୁଧିଷ୍ଠିର ଦ୍ରୌପଦୀଙ୍କର ଶୃଙ୍ଗାର ଦେଖି ସୁଖଭୋଗ ଛାଡ଼ିବ ବନବାସ ଗଲି ଆଜ୍ଞା ଆଜ୍ଞା ସେଇ ବେଲସ୍ଥ ମଧ୍ୟରେ କେଉଁ ଫଳକୁ ବକ୍ଷଣ କରି ରହି ଆଜ୍ଞା ଏଇ ନାରୀ ମଶରାଜା ଫଳ ଧରି ଆସିଅଛି ଶୀଘ୍ର ମୋ ପାଖକୁ ଫେରେଇ ଆଣ ଦୂତ ହେଲେ କହିବାର ଉଦ୍ଦେଶ୍ୟ ଭଗବାନ କୃଷ୍ଣ ହଉଛନ୍ତି ଜଣେ ନଟଗୁଟିଆ ପୁରୁଷ ନଟଗୁଟିଆ ପୁରୁଷ ତେଣୁକରି ଫଳଟା ରଖିବାର କାଳେ ବିଷଫଳ ପଠାଇଥିବେ ଗ୍ରହଣ କରିବି ନାହିଁ ଆମର ଇଚ୍ଛା ନାହିଁ ଗଲା କେତେ କହିବାର ବାୟା ଏ ବାୟା ବାୟା ରେ ଆରେ ମୋ ପଇସା ସବୁ ଗାଞ୍ଜା ଗାଡ଼ି ନେଇଗଲନି ଆରେ ମୋ ପଇସା ଯିଏ ନେବନି କି ଆରେ କୃଷ୍ଣ ଭଗବାନ ହଉଛନ୍ତି ଜଣେ ନଟଗୁଟିଆ ପୁରୁଷ ବେଙ୍ଗେଇ ପିଲା ପାଇବ ବୁଝିଲେ ବାପ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର ହଉଛନ୍ତି ଜଣେ ନଟଗୁଟିଆ ପୁରୁଷ ୟାକୁ ଲକ୍ଷ୍ୟ କରି ଲେଖିଛନ୍ତି ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆମର ଚୌପଦୀରେ ଯୋଡ଼ିଏ ପଦ ପ୍ରମାଣିତ କରିଛନ୍ତି ଦ୍ରୌପଦୀ ଏ ପ୍ରିୟ ସହିରେ ନନ୍ଦସୁତ ବଡ଼ ଛଇଲା ପ୍ରିୟ ସହିରେ ନନ୍ଦସୁତ ବଡ଼ ଛଇଲା প্রিয় সহিরে যশোবন্তী নারী কি মনে বিচারি যশোবন্তী নারী কি মনে বিচারি দিনে আকর্ষণ করিলা প্রিয় সহিরে নন্দসুত বড় ছইলা ପଇସା ଦେ ନହେଲେ ସବୁ ଠିକି ନେଇଛି ତୋର ଦେ ଦେ ସବୁ ପଇସା ଦେ ଆହୁରି ଅଛି ଦେ ଆହୁରି ଅଛି କାଇଁ ନାଇଁ ରେ କଣ ପାଇଁ ନେଉଛୁ ପଇସା ଦେ ଏ क्या कर बो पइसा दे केटा पइसा दे मोर केटा पइसा दे नले तो बो बेंगे पिला पाए रे बो चित्तरा ଭଞ୍ଜ ରାଜା ଲେଖିଲେ କଣ ବୋଲି ପ୍ରମାଣିତ କରିଛନ୍ତି କଣ ରାଧା କହୁଛନ୍ତି ଦୂତୀ ମାନଙ୍କୁ ରାଧା କହୁଛନ୍ତି ଦୂତୀ ମାନଙ୍କୁ ତମେ ଟିକେ ରାଧା ହବ ଏ ମା ଏ ତମେ ଟିକେ ରାଧା ହବ ତମେ ଟିକେ ଦୂତୀ ହବ ତମେ ଟିକେ ବିଶାଖା ହବ ଏଇ କେଡା ପାଇଆ ତୁ ଏଡା ତମେ ଟିକେ ଲଳିତା ହବ ରାଧା ଦିନେ ଯମୁନାକୁ ଯାଇଛନ୍ତି ଜଳ ଆଣିବା ପାଇଁ ରାଧା ଦିନେ ଯାଇଛନ୍ତି ଯମୁନାକୁ ଜଳ ଆଣିବା ପାଇଁ এই সময়ে যাহা ঘটনা ইচ্ছন্দি কহিলে বড় লজ্জার কথা যশোবন্তী নারী কি মনে বিচারি দিনে আকটন করিলা কলে কা ঘরে লহুণী খাইলা কার তো দহি চোরি কলা কার ঘিও চোরি কলা কিন্তু এ প্রকার অবস্থা হেলে মধ্য কেতে প্রকার কহিলে মধ্য সে শুনিলা নাই সে কোন করিছন্দি এ ভঞ্জ রাজা উপদে কোন বলি লিখিছন্দি মা ভঞ্জ রাজা ଆଉ ପଦେ କଣ ବୋଲି ଲେଖିଛନ୍ତି ରାଧା ଜଳ ଧରିକିରି ଆସିଛନ୍ତି ରାଧା ଜଳ ଧରିକିରି ଆସୁଛନ୍ତି
ବାଟରେ ଭେଟି ଦେଇଛନ୍ତି କୃଷ୍ଣ ଭଗବାନ ଆହୁରି ଦେବ ଶୈରୀ କାତ ଭାତ ଧରି ଭାନୁଜାଙ୍କୁ ଜାନ୍ତେ ଦେଖିଲା ଦେବ ଶୈରୀ କାତ ଭାତ ଧରି ଭାନୁଜାଙ୍କୁ ଜାନ୍ତେ ଦେଖିଲା ଶିଖିନାଥ ମାତ ବାହାନ ଠାଣିରେ ଶିଖିନାଥ ମାତ ବାହାନ ଠାଣିରେ ଆଗେ ଉଭା ହୋଇ ରହିଲା ପ୍ରିୟ ସହିରେ ନନ୍ଦ ସୁତ ବଡ଼ ଛଇଲା ଭଞ୍ଜ କବି କଣ ବୋଲି ପ୍ରମାଣିତ କରିଛନ୍ତି କଣ ବୋଲି ଲକ୍ଷଦ୍ୱନ୍ଦରେ ବିଦ୍ୱାନ ମଣ୍ଡଳୀ ଭଞ୍ଜରାଜା ଉପଦେ କଣ ବୋଲି ପ୍ରମାଣିତ କଲି ଦେବ ଶୈରୀ ତାତ ଭାତ ଧରି ଭାନୁ ଯାଙ୍କୁ ଜାନ୍ତେ ଦେଖିଲା ଶିଖିନାଥ ମାତ ବାହାନ ଠାଣିରେ ଆଗେ ଉଭା ହୋଇ ରହିଲା ଦେବ ଶୈରୀ ତାତ ଭାତ ଧରି ଦେବ ଶୈରୀ ଦେବତା ମାନଙ୍କ ରହିଲେ ଲେଖେ ସେ ଇନ୍ଦ୍ର ଦେବ ଶୈରୀ ତାତ ଭାତ ଧରି ଇନ୍ଦ୍ରଙ୍କର ଐରୀ ହେଲେ କିଏ ସେ ଇନ୍ଦ୍ରଜିତ ଇନ୍ଦ୍ରଜିତଙ୍କର ତାତ ହେଲା ରାବଣ ଦେବ ଶୈରୀ ତାତ ଭ୍ରାତ ରାବଣଙ୍କର ଭ୍ରାତ କି ଅର୍ଥାତ ଭାଇ କିଏ ସେ କୁମ୍ଭ କି ମାଠିଆଡ଼ି ମଣିମା ମାଠିଆଡ଼ି ଧରି ରାଧା କଣ କରିଛନ୍ତି ଯମୁନାକୁ ଜଳ ଆଣିବା ପାଇଁ ଯାଇଛନ୍ତି ଜଳ ଧରିକିରି ଆସିବା ସମୟରେ ଶିଖିନାଥ ମାତ ବାହାନ ଠାଣିରେ ଆଗେ ଉଭା ହୋଇ ରହିଲା ଶିଖି ବନ୍ଦେ ଦେଖନ୍ତୁ ଆଜ୍ଞା ଛୋଟ ପିଲାଟା କେତେ ଭିତରେ ଭାବ ଜାଣିଦେଲାଣି ଏ ଭାରତ ଲୀଳାରେ ଗୋଟେ ଗୋଟେ ପିଲାକୁ 15-20 ବର୍ଷ ରଖିଲେ ମଧ୍ୟ ଭାବଟା ଜାଣିବାଟା ବଡ଼ କଷ୍ଟର କଥା ଛୋଟ ପିଲାଟିଏ କେତେ ଭିତରେ ଭାବକୁ ପଳେଇଲାଣି କେତେ ବର୍ଷ ହବ ମା ଦେଖିଲ କେତେ ଭିତରେ ଭାବ ଶିଖିନାଥ ମାତ ବାହାନ ଠାଣିରେ ଆଗେ ଉଭା ହୋଇ ରହିଲା ଶିଖି ବନ୍ଦେ ତାଙ୍କର ନାଥ ହେଲା ଶିଖିନାଥ ମାତ କାର୍ତ୍ତିକେଶ୍ୱରଙ୍କର ମାତା ହେଲେ ପାର୍ବତୀ ପାର୍ବତୀଙ୍କର ବାହନ ହେଲା ଅର୍ଥାର୍ଥ ରେ ଦୂତି ମାନେ ଆଜି କୃଷ୍ଣ ଭଗବାନ ଜଳ ଧରି ବା ମୁଁ ଜଳ ଧରି ଆସିବା ସମୟରେ ମତେ ବାଟରେ ଯାହା ହଟଟା କରିଛନ୍ତି କୃଷ୍ଣ ଶିଖିନାଥ ମାତ ବାହନ ଠାଣିରେ ଆଗେ ଉଭା ହୋଇ ରହିଲା ମୁଁ ଜଳ ଧରି ଆସିବା ସମୟରେ ମୋର ଆଗରେ ଆସିକିରି ଠିଆ ହେଇଗଲା तार पद कवि लिखिले कौन ए आरी चक्रीधारी सुत खसीम श्रेणी माथरे पड़ी ना सदला चक्रीधारी सुत खसीम श्रेणी माथरे पड़ी ना सदला सप्तदश देव आरंभ करते सप्तदश देव आरंभ करते 11 मने न सरिला प्रिय सहीरे नंद सुत बड़ छईला मणिमा आउ पदे भंजराजा कौन बोली प्रमाणित करिछन्ति आसीबा बाटरे जहा हैरान करिछन्ति कृष्ण भगवान चक्रीधारी सुत खसीम श्रेणी माथरे पड़ी नाश गला ये जो सिंह ठाणी रे बुझिले मा कृष्ण भगवान जो सिंह ठाणी रे मो पाखरे उभाई गले राधा कहउछन्ति चक्रीधारी सुत चक्र को धारण करिछन्ति के श्री कृष्ण श्री कृष्ण धरी चक्र को धारण करिछन्ति आउ चक्र को धारण करिछन्ति के कुंभार कुंभारंगर सुत हला कुंभ कुंभ की माठिया ये जो काखरे माठियाड़ी धरिकिरी पूर्ण माठियाड़ा जल माठियाड़ा धरिकिरी आसुतले चक्रीधारी सुत खसीम श्रेणी श्रेणी माने काख ये कृष्ण भगवान को देखी करी माथरे पड़ी नाश गला अर्थात तुम माठियाटा माथ की अर्थात पृथ्वी रे पड़ी भांगी गला सप्तदोष जब आरंभ करंदे 11 मने न सरिला सप्तदोष अर्थात जोग गणना रे सप्तदोष की 17 कौन अच्छी माँ व्यतिपात अर्थात मुंडटा बुलेला काम देलानी 11 मने न सरिला
ଏଗାର ଅଛି ମା ବୁଦ୍ଧି ବୁଦ୍ଧି ରାଧାଙ୍କର ଯେତେବେଳେ ମାଠିଆଟା ତଳେ ପଡ଼ିକିରି ଭାଙ୍ଗି ଯାଇଛି ତାଙ୍କର ବୁଦ୍ଧି ଶୂନ୍ୟ ମଧ୍ୟ ହଜି ଯାଇଛି ତାଙ୍କର ବୁଦ୍ଧି ମଧ୍ୟ ହଜି ଯାଇଛି ସେହି ସମୟରେ କୃଷ୍ଣ ଭଗବାନ ଏଇ ଯୋଉ ହଟଟା କରିଛନ୍ତି ଆଉ ଗୋଟେ ଭଞ୍ଜରାଜା କଣ ବୋଲି ପ୍ରମାଣିତ କରିଛନ୍ତି କଣ ବୋଲି ଆହୁରି ମହି ଧରା ଧର ରିପୁ ଜାୟା ଭାବେ ବିନୟରେ ମତେ କହିଲା ମହି ଧରା ଧର ରିପୁ ଜାୟା ଭାବେ ବିନୟରେ ମତେ କହିଲା ନାହିଁ କରିବାରୁ ବାଇ ପ୍ରାୟ ହୋଇ ନାହିଁ କରିବାରୁ ବାଇ ପ୍ରାୟ ହୋଇ ପଣନ୍ତ ଧରି ଓ ତାରିଲା ପ୍ରିୟ ସହିରେ ନନ୍ଦ ସୁତରର ଛଇଲା ଭଞ୍ଜରାଜା ଉପରେ କଣ ବୋଲି ପ୍ରମାଣିତ କରିଛନ୍ତି ମାଇଁ କଣ ବୋଲି ମହି ଧରା ଧର ରିପୁ ଜାୟା ଭାବେ ବିନୟରେ ମତେ କହିଲା କହିଲା ମହି କି ପୃଥିବୀ ମହି ବନ୍ଦେ ପୃଥିବୀ ହଁ ମହି ଧରା ମହି କି ପୃଥିବୀ ପୃଥିବୀ ଧରିଛନ୍ତି କିଏ ବାସୁକି ବାସୁକି ମହି କି ପୃଥିବୀ ଏ ପୃଥିବୀ କି ସାରା ବ୍ରହ୍ମାଣ୍ଡକୁ ଧରିଛନ୍ତି କି ସେ ବାସୁକି ବାସୁକିର ମୁଣ୍ଡରେ ସାରା ପୃଥିବୀ ରହିଛି ମହି ଧରା ଧର ବାସୁକି ଧରିଛନ୍ତି କି ସେ ଦେବଦେବ ମହାଦେବ ସର୍ପକୁ ଧାରଣ କରିଛନ୍ତି କି ସେ ଦେବଦେବ ମହାଦେବ ଶଙ୍କର ଭଗବାନ ମହି ଧରା ଧର ରିପୁ ମହାଦେବଙ୍କ ରିପୁ କିଏ କନ୍ଦର୍ପ କନ୍ଦର୍ପ ମହି ଧରା ଧର ରିପୁ ଜାୟା କନ୍ଦର୍ପଙ୍କର ଜାୟା କି ସ୍ତ୍ରୀ ହେଉଛନ୍ତି କି ସେ ସତୀ ଦେବୀ ରତି ଦେବୀ ଅର୍ଥାତ୍ ଏଇଠି ଭଞ୍ଜରାଜା ପ୍ରମାଣିତ କରିଛନ୍ତି ରାଧାକୁ କହୁଛନ୍ତି ତୁତିମାଣି ଅର୍ଥାତ୍ ରାଧାଙ୍କୁ କୃଷ୍ଣ ଭଗବାନ ବି ଯାଇ କହିଲେ ବିନୟ ଭାବରେ କୃଷ୍ଣ ଭଗବାନ ଯାଇ ରାଧାଙ୍କୁ କହୁଛନ୍ତି କନ୍ଦର୍ପଙ୍କର ସ୍ତ୍ରୀ ହେଲା ରତି ଦେବୀ ଆରେ ଟିକେ ରତି ଦାନ ଦିଅ ନାହିଁ ମ ଦିଅ এই মহি ধরা ধরি পূজায়া ভাবে বিনୟରେ মতে কহিলা କହିଲା ନାହିଁ କରିବାରୁ ବାଇ ପ୍ରାୟ ହୋଇ ପଣନ୍ତ ଧରି ଉତାରିଲା ଯେତେବେଳେ କେତେ ପ୍ରକାର ବିନୟ ଭାବରେ କହିଲେ ମଧ୍ୟ ତାଙ୍କର କଥାକୁ ଶୁଣିଲେ ନାହିଁ ଶେଷରେ କଣ କରିଛନ୍ତି ମହି ଧରା ଧର ରିପୁ ଜାୟା ଭାବେ ବିନୟରେ ମତେ କହିଲା ନାହିଁ କରିବାରୁ ବାଇ ପ୍ରାୟ ହୋଇ ପଣନ୍ତ ଧରି ଓଟାରି ଯେତେବେଳେ ନାହିଁ କରିଛନ୍ତି ତାଙ୍କର ପଣନ୍ତଟାକୁ ଧରିକିରି ଉତ୍ତରିଲା ଉତାରିଛନ୍ତି କିଏ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ନାହିଁ କର୍ଣ୍ଣ ନାହିଁ କର୍ଣ୍ଣ ନାହିଁ ମତେ ଛାଡ଼ି ଦିଅ ଆରେ ଟିକେ ପ୍ରୀତିଦାନ ଦିଅ ନାହିଁ ଶେଷରେ ଭଞ୍ଜରାଜା କଣ ବୋଲି ପ୍ରମାଣିତ କରିଛନ୍ତି ଆହୁରି କଶ୍ୟପ କୁମର ବହିରି ଭଣ୍ଡାରେ ଇଙ୍ଗିତେ ଆସି ଚୁମ୍ବ ଦେଲା କଶ୍ୟପ କୁମର ବହିରି ଭଣ୍ଡାରେ ଇଙ୍ଗିତେ ଆସି ଚୁମ୍ବ ଦେଲା କଶ୍ୟପ କୁମର শুনি সে ভারতী প্রেমর সে মাতি শুনি সে ভারতী প্রেমর সে মাতি রূপ ইন্দ্র ভঙ্গ কহিলা প্রিয় সহিরে সুখ বড় ছইলা
କଣ ବୋଲି ପ୍ରମାଣିତ କରିଛନ୍ତି? କଶ୍ୟପ କୁମାର ବୈରୀ ଭଣ୍ଡାରେ ଇଙ୍ଗିତ ଆସି ଚୁମ୍ବ ଦେଲା। କଶ୍ୟପ କୁମାର, କଶ୍ୟପ ଋଷିଙ୍କର କୁମାର ଅର୍ଥାତ ପୁତ୍ର ହେଲେ କିଏ? ସୂର୍ଯ୍ୟ ସୂର୍ଯ୍ୟ ଦେବତା। କଶ୍ୟପ କୁମାର ବୈରୀ, ସୂର୍ଯ୍ୟଙ୍କର ବୈରୀ ହେଲା କିଏ? ହନୁମାନ ହନୁମାନ। ହନୁମାନ ମହାପ୍ରଭୁଙ୍କର ଆଜି ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆମର ଏ ଚୌଧୁରୀ ଟିକରପଡ଼ା ଗ୍ରାମରେ ଏ ଯୋଉ ଭାରତୀୟ ମଞ୍ଚସ୍ଥ ହେଇଛି। ତେଣୁ କଶ୍ୟପ କୁମାର ସେ ସୂର୍ଯ୍ୟଙ୍କର ବୈରୀ ହେଲା ହନୁମାନ। କେମିତି ନା ଯେତେବେଳେ ହନୁମାନ ଜନ୍ମ ହେଲେ ଯେତେବେଳେ ହନୁମାନ ଜନ୍ମ ହେଲେ ଅଞ୍ଜନା ମାତାଙ୍କର ଗର୍ଭରୁ, ଯେତେବେଳେ ହନୁମାନ ଅଞ୍ଜନା ମାତାଙ୍କର ଗର୍ଭରୁ ଜନ୍ମଗ୍ରହଣ କରିଛନ୍ତି, ଖାଇବି ବୋଲି ଯେତେବେଳେ କହିଛନ୍ତି, ତାଙ୍କର ମା ଅଞ୍ଜନା କ'ଣ ଦେଖେଇଦେଲେ ସୂର୍ଯ୍ୟ ଦେବତାଙ୍କୁ। ସେ ଲାଲ ହେଇକିରି ଦେଖାଯାଏ, ଲାଲ ଫଳଟା ବୋଲି ତାକୁ ଖାଇ ଦେଇଥିଲେ ମା। ତେଣୁକରି ସୂର୍ଯ୍ୟଙ୍କର ବୈରୀ ହେଲା କେ ସେ ହନୁମାନ। କଶ୍ୟପ କୁମାର ବୈରୀ ଭଣ୍ଡାର ବନ୍ଦେ ଗାଲ। ମର୍କଟ ମାନଙ୍କର ଗାଲକୁ କବିମାନେ ବର୍ଣ୍ଣନା କରିଛନ୍ତି ଭଣ୍ଡାର ଘର ବୋଲି। କ'ଣ ପାଇଁ ନା ମର୍କଟ ମାନେ ଯେତିକି ଆଧାର ଖାଇବେ ଆଉ ପଛେ ଖାଇବି ବୋଲି ବଳକାତକ ସେ ଗାଲ ଭିତରେ ସଞ୍ଚୟ କରି ରଖନ୍ତି। ତେଣୁକରି ତାକୁ ଭଣ୍ଡାର ଘର ବୋଲି କବିମାନେ ବର୍ଣ୍ଣନା କରିଛନ୍ତି। କଶ୍ୟପ କୁମାର ବୈରୀ ଭଣ୍ଡାରେ ଇଙ୍ଗିତ ଆସି ଚୁମ୍ବ ଦେଲା। ଗମାତରେ ଆସିକିରି ଗମାତରେ କୃଷ୍ଣ ଭଗବାନ କ'ଣ କରିଛନ୍ତି? ପଣନ୍ଦଟାକୁ ଛାଡୁନାହାନ୍ତି, ପଣନ୍ଦଟାକୁ ଛାଡୁନାହାନ୍ତି। ଆଉ ଥରେ ଗମାତରେ ଯାଇକିରି କ'ଣ କଲେ? ଚୁମ୍ବନ ଦେଇଦେଲେ। ଶୁଣି ସେ ଭାରତୀ ପ୍ରେମର ସେମାତି ଉପେନ୍ଦ୍ର ଭଞ୍ଜ କହିଲା। ଭାରତୀ ଅର୍ଥାତ କହି ଏହିଭଳି ଭଞ୍ଜ ରାଜା ପ୍ରେମ ରସ ଉପରେ ଆଧାରିତ କରି, ବୁଝିଲ ମା, ରାଧାକୃଷ୍ଣଙ୍କର ବିଷୟରେ ଆଧାରିତ କରି ଏଇଭଳି ଭଞ୍ଜ ରାଜା ପ୍ରମାଣିତ କରିଛନ୍ତି ଯେ ଜଣେ କୃଷ୍ଣ ଭଗବାନ ହେଉଛନ୍ତି ନଟଗୁଟିଆ। ତେଣୁ ତମର ଭାଇନା, ବୁଝିଲ, ତମର ଭାଇନା ହେଉଛନ୍ତି ଶ୍ରୀକୃଷ୍ଣ ବଡ଼ ନଟଗୁଟିଆ ମା। ଆଉ ତମେ ହେଉଛ ତାଙ୍କର ଭଉଣୀ, ଭାରି କୁଟୁକୁଟି ହେଇଥିବ। ତମେ ତାଙ୍କର ଭଉଣୀ ଭାରି କୁଟୁକୁଟି ହେଇଥିବ। ତେଣୁକରି ଅର୍ଜୁନ ବୀର ଫଳ ରଖିବେନି, ଅର୍ଜୁନ ବୀର ଫଳ ରଖିବେନି। ତମର ଫଳ ଧରିକିରି ତମର ଘରକୁ ଯାଅ।